समस्त श्रोताबंधु को मोर हार्दिक अभिनंदन। हे प्रिय साथी, आम आज मंगलवार 30 तारीख सेप्टेम्बर 30 तारीख मंगलवार ये जो समय ये जो अवधि सूर्योदय ठार सूर्यास्त पर्यंत यही समय भितर ग्रह मानकर गतागत को नहीं 12 राशि की प्रकार स्वाद चाखिबे आसंतु ताकू नहीं एक आलोचना करिबा। बंधु, सेप्टेम्बर 30 तारीख मंगलवार अष्टमी तिथि मूला नक्षत्र धनुचंद्र आउ मकर घात बार सिंहर घात तारा मकर घात बार किंतु सिंहर जो घात तारा सेरा ग्रहणीय नुहे, कारण सकाळ 6:17 जाए अच्छी 6:17 पर से घात तारा जनित असुविधा दूर हो। मिथुनर घात तिथि तुलार घात चंद्र क्षति हब कहार कहार धनुर तुलार और मिथुनर यही 3 राशि टिके सतर्क रहिबा उचित। ता नहले चंद्र तारा तिथि बार एमाने हैराण हरकत करिवे। मेष कुंभ आम काली आलोचना करथिले, दिन आलोचना करते। मेष राशि बाधक राशि है कुंभ, तेणु मेष राशि सहित कुंभ राशि मित्रता और वैवाहिक संबंध स्थापन करने अनुचित। से भली वृष सहित मकर वृषर बाधक स्थान है मकर, तेणु वृष सहित मकर मित्रता और दाम्पत्य संपर्क स्थापन करने अनुचित। एवं देखिए मिथुन कथा, मिथुन सहित धनु राशिर संपर्क स्थापन करने अनुचित, कारण मिथुनर घात राशि धनु मिथुनर घात ग्रह बृहस्पति, तेणु बृहस्पति चलन शुभ हेले मिथुन राशि माने विशेष खुशी हंती नहीं। एबे आलोचना करिबा मेष राशि कथा। मेष ठारू भाग्य स्थान रही चंद्रमा, मेष ठारू भाग्य स्थान रही चंद्रमा सेठारू पंचम दृष्टि देइछंती मेष को, किंतु ये दृष्टि पाउनी। कार चंद्रमांकर ये दृष्टि मेष को पाउनी। एथिपाई ए संयोग दुखर कारण होउछि। से दुख केवल अपमान अपमान अपमान। सुतरां चंद्र अपमानित होउछंती, मेष भी अपमानित होउछि। मेष राशिर जनता मार्जित व्यवहार न कले, धीर कंठरे कथोपकथन नहेले श्रोता समस्त श्रोता भारी विरक्त हेबे, निजे अपमानित बोध करिवे और मेष को अपमान देवे। नानाविध रोग अल्प समय पाई आसीबो और विव्रत करिवो। पंचम केतुंक हेतु शोक संवाद मिली पारे, यही चिंता स्वास्थ्य उपरे पड़िबाकू भी समय नबनी। माने स्वास्थ्य समस्या हबो, मानसिक समस्या हबो, चंद्रमा पाई मानसिक समस्या हबो, केतुंक पाई स्वास्थ्य समस्या हबो। एणु मेष राशिर समस्त बंधु टिके जगी रगी मार्जित व्यवहार करंतु, मंगल हेबो।
ଆଉ ଯେଉଁ ସ୍ୱାସ୍ଥ୍ୟ ସମସ୍ୟା ହେବ ତା ବି କଷ୍ଟ ଦେବ। ସୁତରାଂ ମେଷ ରାଶିର ସମସ୍ତ ବ୍ୟକ୍ତି ନିରନ୍ତର ଦୁର୍ଗା ଦୁର୍ଗା ଜପନ୍ତୁ ନା ମଙ୍ଗଳ ହେବ। ଏବେ ବୃଷଭ ଖୋଜିବା। ବୃଷ ବି ବିପଦରେ ପଡ଼ିବ। ବୃଷର ଅଷ୍ଟମ ଚନ୍ଦ୍ର ମନ ଓ ଦେହ ଉଭୟ ଉପରେ କୁପ୍ରଭାବ ପକାଇଥାଏ। ବୃହସ୍ପତି ଧନ ଦେବେ, ଶୁକ୍ର ସୁଖ ଦେବେ, ମାତ୍ର ବଳବାନ ଚନ୍ଦ୍ର ସେ ଧନ ଆଉ ସୁଖକୁ ବୃଷ ରାଶିକୁ ଦବା ପୂର୍ବରୁ ଆଗେ ଦେହ ଖରାପ କରାଇବେ। ବୃହସ୍ପତି ଧନ ଦେବେ ବୃଷ ରାଶିକୁ, ଶୁକ୍ର ସୁଖ ଦେବେ। ଏ ସୁଖ ଏ ଧନ ବୃଷ ରାଶି ପାଖରେ ଯଥା ସମୟରେ ପହଞ୍ଚି ପାରିବନି। ବାଟରେ ଚନ୍ଦ୍ର ବାଟ ଓଗାଳିବେ, ତାଙ୍କ ଦ୍ୱାରା ଦେହ ଖରାପ ହେବ। ଫଳରେ ଧନ ସୁଖ ମିଳିବନି, ଯାହା ମିଳିବ ସେତେ ମନବୋଧ ହେବନି, ବରଂ ବୃଥା ବ୍ୟୟ ହେବ ବହୁତ ବେଶୀ। ହଜିଯିବ, ବୃଥା ବ୍ୟୟ ହେବ, ହଜିଯିବ ବା ଚୋରି ହୋଇଯିବ। ଏଣୁ ଦୁର୍ଗା ଦୁର୍ଗା କହି ସମୟ ଅତିବାହିତ କରନ୍ତୁ। ଏବେ ନବଦିନାତ୍ମକ ଦୁର୍ଗା ପୂଜା ଚାଲିଛି। ଆଜି ମହାସପ୍ତମୀ। ମା ଯଦି କରୁଣା କରେ ହୁଏତ ଦୁଃଖ ଲାଘବ ହୋଇଯିବ। ଆମେ ଏବେ ଆଲୋଚନା କରିବା ମିଥୁନ ରାଶି ଉପରେ। ମିଥୁନ ପାଇଁ ଚତୁର୍ଥ ବୁଧ, ଦଶମ ରବି, ସପ୍ତମ ଚନ୍ଦ୍ରଙ୍କ ସହ ମନ୍ତ୍ରଣା କରି ଆବଶ୍ୟକତାଠାରୁ ଅଧିକ ଧନ ଯୋଗାଇ ଦେବେ। କିଏ କିଏ? ବୁଧ ଆଉ ରବି। ଚତୁର୍ଥ ବୁଧ, ଦଶମ ରବି ଚନ୍ଦ୍ରମାଙ୍କ ସହିତ ଆଲୋଚନା କରୁଛନ୍ତି। ଆଲୋଚନା କରି ଯଥେଷ୍ଟ ବେଶୀ ଧନ ଯୋଗାଇବେ ମିଥୁନ ରାଶିକୁ, ଅର୍ଥାତ୍ ମିଥୁନ ରାଶିର ଆର୍ଥିକ ସମସ୍ୟା ରହିବ ନାହିଁ। କେତୁ ପ୍ରସନ୍ନ ଅଛନ୍ତି, ଏଣୁ ଆଜି ରୋଗ ଓ ଅଭାବ ଜନିତ ଭୟ ନାହିଁ। ମୁଣ୍ଡକୁ କିନ୍ତୁ ଦୁର୍ବୁଦ୍ଧି ଆସିବ। ଫଳରେ ପର ପାଇଁ ଗାତ ଖୋଳି ନିଜେ ସେ ଗାତରେ ପଡ଼ିବେ। ଏଟା ସତର୍କ କରି ଦିଆଗଲା। ପର ପାଇଁ ଯେ ଖୋଳେ ଗାତ, ସେ ଗାତ କରଇ ଆହାତ। ତେଣୁ ଦୁର୍ବୁଦ୍ଧି ଆସିଲେ ନିଜ ଆଙ୍ଗୁଠିକି ନିଜେ କାମୁଡ଼ନ୍ତୁ, ନିଜ ଦେହକୁ ନିଜେ ଚୁମୁଟନ୍ତୁ, କିନ୍ତୁ କାହାକୁ ଦୁଃଖ ଦିଅନି। ଚେଷ୍ଟା କର ଅନ୍ୟର ସେବା, ଅନ୍ୟର ମଙ୍ଗଳ କରିବା ପାଇଁ, ଉପକାର କରିବା ପାଇଁ। ଆସନ୍ତୁ ଯିବା କର୍କଟ ପାଖକୁ। କର୍କଟ ରାଶିର ଅଧିପତି ଚନ୍ଦ୍ର। ସେହି ଚନ୍ଦ୍ର ନିଜ ସ୍ଥାନରୁ ଷଷ୍ଠରେ ରହି ରାଶିର ଅଷ୍ଟମ ସଙ୍କଟ ହରଣ କରୁଛନ୍ତି। କର୍କଟର ଅଧିପତି ହେଲେ ଚନ୍ଦ୍ର। ସେ ରାଶି ଠାରୁ ଷଷ୍ଠରେ ରହି ଯେଉଁ କଷ୍ଟ ଭୋଗିବା କଥା କର୍କଟ, ତାଙ୍କର ସେଇ ଅଷ୍ଟମ କଷ୍ଟକୁ ହରଣ କରୁଛନ୍ତି। ଅର୍ଥାତ୍ 8ଟି କଷ୍ଟ ଆଜି ହେବାର ଥିଲା, ଚନ୍ଦ୍ର ତାହା କରାଇ ଦେବେ ନାହିଁ। ଅଷ୍ଟମ ସଙ୍କଟ ହରଣ କରୁଛନ୍ତି। ଫଳରେ ଆଜି ଭାଗ୍ୟ ଲକ୍ଷ୍ମୀ ପ୍ରସନ୍ନ ଅଛନ୍ତି। ଅକସ୍ମାତ୍ ଧନ ଓ ପ୍ରଶଂସା ପତ୍ର ପାଇ ଖୁସି ହେବେ, ସମ୍ମାନିତ ହୋଇପାରନ୍ତି। ଆହାର ବିହାର, ଶୟନ ଓ ଦେବଦର୍ଶନରେ ଶାନ୍ତି ପାଇବେ। କର୍କଟ ରାଶିର ଲୋକମାନେ ଆଜି ଗୋଟିଏ ଭଲ ଦିନକୁ ସ୍ୱାଗତ କରିବେ। ସିଂହ କଥା ଆଲୋଚନା କରିବା। ସିଂହକୁ ଆଜି ବୁଧ, ଶୁକ୍ର, ମଙ୍ଗଳ ଓ ଚନ୍ଦ୍ରମାଙ୍କର ଆଶୀର୍ବାଦ ଅଛି। ସିଂହକୁ ବୁଧ, ଶୁକ୍ର, ମଙ୍ଗଳ ଓ ଚନ୍ଦ୍ରମାଙ୍କର ଆଶୀର୍ବାଦ ଅଛି। ଏଣୁ ଆର୍ଥିକ, ଦୈହିକ, ସାମାଜିକ ଓ ବନ୍ଧୁଗତ ସୁଖ ପାଇ ଖୁସି ହେବେ। ମାତ୍ର କେତୁ, ରବି, ରାହୁ, ଶନି ଏହି ଚତୁର୍ଗ୍ରହଙ୍କର କୁମନ୍ତ୍ରଣା ଯୋଗୁଁ ପାରିବାରିକ, ଦାମ୍ପତ୍ୟ ଓ ସନ୍ତାନ ସଂକ୍ରାନ୍ତୀୟ ଦୁଶ୍ଚିନ୍ତା
ଦୁଃଖ ଦେବ। ଦୁର୍ଗା ଦୁର୍ଗା ସ୍ମରଣ କରନ୍ତୁ ନା, ସେ ଦୁର୍ଗତ ନାଶିନୀ ସଙ୍କଟ ଅବଶ୍ୟ ହରଣ କରିବେ। ଜୟନ୍ତୀ ମଙ୍ଗଳା କାଳୀ ଭଦ୍ର କାଳୀ କପାଳିନୀ ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ୱାହା ସ୍ୱଧା ନମସ୍ତୁତେ ପଢ଼ନ୍ତୁ ଏବଂ ପ୍ରଣାମ କରନ୍ତୁ। କନ୍ୟା ରାଶି ପ୍ରତି ଆଜି ଗ୍ରହଗଣ ନିର୍ଦ୍ଦୟ। କନ୍ୟା ରାଶି ପ୍ରତି ଆଜି ଗ୍ରହଗଣ ନିର୍ଦ୍ଦୟ। ବୃହସ୍ପତି କେତୁ ରବି ମଙ୍ଗଳ ଶନି ଦୈହିକ ସୁଖ ହରଣ କରିବେ। ବୃହସ୍ପତି କେତୁ ରବି ମଙ୍ଗଳ ଶନି ଦୈହିକ ସୁଖ ହରଣ କରିବେ, ଅର୍ଥାତ୍ ଦେହରେ ଦୁଃଖ ଆସିବ, କିଛି ନା କିଛି ରୋଗ ହେବ, ଆପାଦ ମସ୍ତକ ବିଭିନ୍ନ ଯନ୍ତ୍ରଣାରେ ଜର୍ଜରିତ ହେବ। ଏଣୁ ରୋଗ ଦୁଃଖ ବଢ଼ିଯିବ, ବୃଥା ବ୍ୟୟ ହେବ। ରାହୁ ବୁଧ ଶୁକ୍ର ସହଯୋଗ କରିବେ, ଅର୍ଥ ଓ ସୁଖ ଯୋଗାଇବେ, କିନ୍ତୁ ଦେହ କଷ୍ଟ ଓ ଅର୍ଥ କଷ୍ଟ ବାଧିବ। ଅର୍ଥ ଆସିଲେ ବି ବ୍ୟୟ ଟିକେ ଅଧିକ ହେବ। ତେଣୁ ଅର୍ଥ କଷ୍ଟ, ଶାରୀରିକ କଷ୍ଟ ପୀଡ଼ା ଦେବ କନ୍ୟା ରାଶିକୁ। ତେଣୁ କନ୍ୟା ରାଶିର ଲୋକେ ଦୁର୍ଗା ସ୍ମରଣ କରନ୍ତୁ। ସର୍ବମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ ଶରଣ୍ୟେ ତ୍ରୟମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ ବୋଲନ୍ତୁ, ପ୍ରଣାମ କରନ୍ତୁ। ତୁଳାକୁ ଆଜି ଭାଇ ଓ ଭଉଣୀ ସହଯୋଗ କରିପାରନ୍ତି। ବହୁ ଧନ କରଗତ ହେବ। କର୍ମ କ୍ଷେତ୍ରରୁ ଆଦର ଓ ସମ୍ମାନ ମିଳିବ। ଶୁକ୍ର ଶନି ବୃହସ୍ପତି ଓ କେତୁ ପୂର୍ଣ୍ଣ ପ୍ରାଣରେ ସହଯୋଗ କରିବେ। କୌଣସି ସମସ୍ୟା ଦୁଃଖ ଦେଇ ନପାରେ। ତୁଳାର ଆଜି ସବୁ ଦିଗରୁ ମଙ୍ଗଳ ମଙ୍ଗଳ ମଙ୍ଗଳ। ବଢ଼ିଆ ଦିନ। ଏତେ ଖୁସି ହୋଇ ଟିକିଏ ଦୁର୍ଗାକୁ ସ୍ମରଣ କରନ୍ତୁ ନା। ମହାସପ୍ତମୀ ପରା, ଦୁର୍ଗାयै ନମଃ। ବିଛା ରାଶିଆଙ୍କର ଆଜି ବୃଥା ବ୍ୟୟ ହୋଇପାରେ। ବିଛା ରାଶିର ଜନତା ବୃଥା ବ୍ୟୟ କରି ପରେ ଅନୁତାପ କରିବେ। ଶାରୀରିକ ସମସ୍ୟା ଚିନ୍ତା ଦେଇ ବଢ଼େଇ ଦେବ। ବିଛା ରାଶିଆଙ୍କର ଆଜି ଶାରୀରିକ ସମସ୍ୟା ବଢ଼ିଯିବ। ଶାରୀରିକ ସମସ୍ୟା ଚିନ୍ତା ବଢ଼େଇ ଦେଇପାରେ। କୌଣସି ମନ୍ଦ ବ୍ୟକ୍ତି ମିଥ୍ୟା ସମ୍ବାଦ ଶୁଣାଇ କ୍ରୋଧିତ କରିପାରେ। କୌଣସି ମନ୍ଦ ବ୍ୟକ୍ତି, ଆପଣ ପାଇଁ ମନ୍ଦ, ମୋ ପାଇଁ ନୁହଁ। କୌଣସି ମନ୍ଦ ବ୍ୟକ୍ତି ମିଥ୍ୟା ସମ୍ବାଦ ଦେଇ ଶୁଣାଇ କ୍ରୋଧିତ କରିପାରେ। ଏଣୁ ଧୈର୍ଯ୍ୟ ଧରି ହସି ଦିଅନ୍ତୁ। ଯିଏ ଯାହା କହୁଛି ହଁ 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 ହଁ, ତମେ କ'ଣ ମିଛ କହନ୍ତ କି? ଯାହା ଶୁଣିଲ ତାହା କହିଲ, ଲୁଖୁରା ହସ ଟିକେ ହସି ଦିଅନ୍ତୁ। ଯିଏ ଯାହା କହିଲେ ହଁ ହଁ ହଁ, ନନା କ'ଣ ମିଛ କହନ୍ତି ନା କ'ଣ ଇତ୍ୟାଦି ଟିକେ ହସି ଦିଅନ୍ତୁ, ତେବେ ଭଲ ହେବ। ଧୈର୍ଯ୍ୟ ଧରନ୍ତୁ, ଏ ସମସ୍ୟା ତା ବାଟରେ ଚାଲିଯିବ। ଅନ୍ୟଥା ଘରେ ଝଗଡ଼ା ହେବ, କଳହ ହେବ। ଯିଏ ଯାହା କହିଲେ ଢୋ ନାହିଁ। କାରଣ ବିଛା ରାଶିର ଲୋକମାନେ ବଡ଼ ବୁଦ୍ଧିମାନ। ସେମାନେ ବେଳେବେଳେ ଏତେ ରାଗିଯାଆନ୍ତି ଯେ ତାଙ୍କ ବୁଦ୍ଧି ତାଙ୍କୁ ହିଁ ବିପଦରେ ପକାଏ। ସାବଧାନ। ହେଲେ ଏ ସମସ୍ୟାରେ ଟିକେ ଦୁର୍ଗା ସ୍ମରଣ କରିବାନି। ଶରଣାଗତ ଦିନାର୍ଥ ପରିତ୍ରାଣ ପରାୟଣେ ସର୍ବ ଦୁଃଖ ହରେ ଦେବୀ ନାରାୟଣୀ ନମସ୍ତୁତେ ପଢ଼ନ୍ତୁ ଓ ପ୍ରଣାମ କରନ୍ତୁ। ଧନୁ ପାଖକୁ ଆସିବା। ଧନୁ ରାଶିର ଦ୍ୱିତୀୟ ନକ୍ଷତ୍ର ମାନେ ପୂର୍ବଷାଢ଼ା ଧନୁ ରାଶିଆଙ୍କ ପାଇଁ ଆଜି ମଜାଦାର ଦିନ। ସେଦିନ କହିଥିଲି ମୂଳା ନକ୍ଷତ୍ର ବାଲାଙ୍କ ପାଇଁ, ଆଜି କହୁଛି ପୂର୍ବାଷାଢ଼ା ଧନୁ ପାଇଁ। ପୂର୍ବାଷାଢ଼ା ଧନୁ ଯେଉଁମାନଙ୍କର, 20/9 ଯେଉଁମାନଙ୍କର, ସେଇ ଧନୁରାଶି ଲୋକମାନଙ୍କ ପାଇଁ ବଢ଼ିଆ ଦିନ ଆଜି। ସମସ୍ତ ସୁଖ ଓ ଶାନ୍ତି ପୂର୍ବଷାଢ଼ା ଧନୁ କପାଳରେ ଲେଖା ଅଛି। ତଥାପି ସମସ୍ତ ଧନୁରାଶିଙ୍କ ପାଇଁ ଆଜି ଦିନଟି
ସବୁ ଦିଗରୁ ଅନୁକୂଳ, ଦେହ ସୁସ୍ଥ ରହିବ, ଶତ୍ରୁ ପରାହତ ହେବେ ଓ ଉତ୍ତମ ଭୋଜନ ନିଦ୍ରା ମିଳିବ। ମାନେ ମୋଟାମୋଟି ଆଜି ଧନୁ ଉପରେ ଭାଗ୍ୟଲକ୍ଷ୍ମୀଙ୍କର କରୁଣା କୁସୁମ ବୃଷ୍ଟି ହେବ। ଏବେ ଆଲୋଚନା କରିବା ମକର କଥା। ମକର ରାଶିର ଦ୍ୱିତୀୟ ରାହୁ ଯୋଗୁଁ ଧନ, ସ୍ୱାସ୍ଥ୍ୟ, ସମ୍ମାନ ହାନି ହେବ। ଦ୍ୱିତୀୟ ରାହୁ ସବୁ ହରଣ କରି ନେଇଯିବେ। ଦେହ ପୀଡ଼ିତ ହେବ, ସମସ୍ୟା ଭିତରେ ଘାଣ୍ଟି ଚକଟି ହୋଇଯିବେ। ପରିଶ୍ରମ ଟିକେ ଅଧିକ ହେବ, ଖାଦ୍ୟ ରୋଚକ ହେଲେ ବି କମ୍ ମିଳିବ। ପ୍ରଶଂସା ଶୁଣି ଖୁସି ହେବେ। ଖଟିବେ, ଖାଦ୍ୟ ଦେଖିବେ, କିନ୍ତୁ ଖାଇଲା ବେଳକୁ କମ୍ ଥିବ। ତେଣୁ ଦୁର୍ଗା ଦୁର୍ଗା କୁହନ୍ତୁ, ମଙ୍ଗଳ ହେବ। ଦୁର୍ଗେ ସ୍ମୃତା ହରସି ଭୀତି ମଶେଷ ଜନ୍ତୁ ସ୍ୱସ୍ତି ସ୍ମୃତା ମତି ମତୀବ ଶୁଭಂ ଦଧାସି ଦାରିଦ୍ର୍ୟ ଦୁଃଖଂ ଭୟହାରିଣୀ କାତଦନ୍ୟା ସର୍ବୋପକାର କରଣାୟ ଦୟାର୍ଚିତା ଦୁର୍ଗାଇ ନମଃ। ଗାଆନ୍ତୁ, ପ୍ରଣାମ କରନ୍ତୁ। ଏବେ କୁମ୍ଭ କଥା ଆଲୋଚନା କରିବା। କୁମ୍ଭ ରାଶିକୁ ବୃହସ୍ପତିଙ୍କର ଶତକଡ଼ା 100 ଆଶୀର୍ବାଦ ଅଛି। କଚ୍ଚେପବାର କୁମ୍ଭ ରାଶିକୁ ବୃହସ୍ପତିଙ୍କର ଶତକଡ଼ା 100 ଆଶୀର୍ବାଦ ଅଛି। ଚନ୍ଦ୍ର ସହ ମନ୍ତ୍ରଣା କରି ବୃହସ୍ପତି ଆଜି ଏହି ସୁଖକୁ ଏତେ ବଢ଼େଇ ଦେବେ, ଯେମିତି ଜାତକରେ ଗୁରୁ ଚନ୍ଦ୍ରିକା ଯୋଗ ଫଳ ମିଳିଥାଏ। ତେଣୁ ଆଜି ସୁଫଳ ସୁଫଳ ସୁଫଳ, ଖାଲି ସୁଫଳ ମିଳିବ। ବହୁବିଧ ଆୟ ହେବ, ଦେହ ସୁସ୍ଥ ରହିବ, ଶତ୍ରୁ ମିତ୍ର ପରି ମଧୁର ବ୍ୟବହାର କରିବେ, ଶାନ୍ତିରେ ଶାନ୍ତିରେ ଦିନ ଯିବ। ତଥାପି କୁମ୍ଭ ରାଶିର ବନ୍ଧୁ କାହାକୁ ବିଶ୍ୱାସ କରନ୍ତୁ ନାହିଁ। କେବଳ ବିଶ୍ୱାସ କରନ୍ତୁ ଦୁର୍ଗାଙ୍କୁ। ଦୁର୍ଗା ଦୁର୍ଗା କହନ୍ତୁ, ମନ୍ଦିର ଯାଆନ୍ତୁ, ପ୍ରଣାମ କରନ୍ତୁ। ମୀନ ରାଶିର ଆଜି କର୍ମ ମୁଖର ଦିନ। ବହୁତ ଖଟିବେ, ବହୁତ ଖଟିବେ। ମୀନ ରାଶିର ଆଜି କର୍ମ ମୁଖର ଦିନ। ବହୁ କାମ କରିବାର ବାଟ ଖୋଲିଯିବ, ସୁଯୋଗ ବି ଆସିବ। କର୍ମ କରି କରି ଥକି ପଡ଼ିବେ। ଦେହ ହାତ ଘୋଳେଇ ହେବନି, ମନ ପ୍ରସନ୍ନ ହେବ। କାରଣ ସିଏ ଚାହୁଁଛନ୍ତି ପରା ମୋତେ କିଛି କାମ ମିଳୁ, ଭଲ ଆୟ ହେବ, ସମ୍ମାନ ବଢ଼ିବ, ବଢ଼ିଆ ଭୋଜନ ବ୍ୟବସ୍ଥା ହେବ, ବହୁ ଲୋକ ମେଳରେ ଖୁସିରେ ଦିନ କଟିବ। ବନ୍ଧୁ, ଆଜି ପାଇଁ ଏତିକି। ଈଶ୍ୱର ଚାହିଁଲେ ଏହି ସମୟରେ ମୁଁ ପୁଣି ଆପଣମାନଙ୍କ ସହିତ ଆସନ୍ତାକାଲି ଆଲୋଚନା କରିବି। ଆପଣମାନଙ୍କର ମଙ୍ଗଳ ହେଉ। ଜୟ ହେଉ। ନମସ୍କାର।